ଧନମଣି ମୋର ଘଣ୍ଟା ପିନ୍ଧିକି ସ୍କୁଲ ବାହାରିଲେ। ଏପଟେ ତରବରକୁ ବାବୁ ଗାଡି ଚାବି କୋଉଠି ଥୋଇଦେବେ ଯେ ପାଇବେନି ଯେତେ ଖୋଜିଲେ। ଏପଟେ ବ୍ୟସ୍ତ ହେଇ ପୁଅ ଡାକୁଛି ବାବା ସ୍କୁଲ ପାଇଁ ଡେରି ହେଲାଣି। ହେଲେ ଇଏ ପକେଟରେ ଚାବିକୁ ରଖି ସଂସାର ଖୋଜିଗଲେ। ସକାଳୁ ଚାଲିଥିଲା ବାପା ଉଆଙ୍କର ସ୍କୁଟି ସଜାଡିବାରେ। କାହିଁକି ନା ଆଜି ଡୋରି ଲାଗିଛି ମା ମଙ୍ଗଳାଙ୍କର ଦୀର୍ଘ 1 ବର୍ଷ ପରେ। ପିଲାଙ୍କୁ ସ୍କୁଲ ଛାଡିକି ଆସିବା ପରେ ମୁଁ କରିଥିଲି ଆସି ଚାହା। ଆମର ଚାହାରେ ମରିଚ ନ ପଡିଲେ ପାଟିରୁ କାହାର ବାହାରିବନି ଚାହା ସାଙ୍ଗକୁ କାଲିର ପୁରୀ ପିଠା ଥିଲି ଖାଇ ଆଗ ପିଠା ଖାଇସାରି ଚାହା ପିଲା ପରେ ଜାଣିପାରିଲେନି ଚାହାଟା ମିଠା ହେଇଛି କି ନାହିଁ। ବାପା ବୋଉ ମାଙ୍କୁ ଦର୍ଶନ କରିବାକୁ ଯାଉଛନ୍ତି ବୋଲି ଖାଲି ଚାହା ପିଇକି କାକଟପୁର ବାହାରିଗଲେ। ସାଙ୍ଗରେ ନାତିକୁ ନବାର ଇଚ୍ଛା ଥିଲା ଯେ ତାକୁ ଥଣ୍ଡା ହେଇଛି ବୋଲି ନେଇନଥିଲେ। ଦିପହରକୁ ଆଜି ଭାତ ଡାଲି ଖାଲି ଆଳୁ ଭର୍ତ୍ତା ହେଇଥିଲା। ଆଉ ଗୋଟେ ଆଇଟମ ବଢେଇବା ପାଇଁ ସାଇଡରେ ଲଙ୍କା ଲୁଣ ଟିକେ ଦଳାଗଲା। 5ଟା ବେଳ ସୁଦ୍ଧା ବାପା ବୋଉ ଆସି ଘରେ ପହଞ୍ଚିଗଲେ। ଆଉ ମାଙ୍କ ପାଖରୁ ଆଣିଥିବା ଭୋଗ ପାଇବାକୁ ଦେଇଥିଲେ। ଏକୁଟିଆ ଭିଡିଓ କରୁଥିବାରୁ ହୁଏ ଟିକେ ଅସୁବିଧା। କେତେ ଜାଗାରେ ଭିଡିଓ କରିପାରେନି ଆଉ କେତେ ଜାଗାରେ ରହିଯାଏ ଅଧା। ତାପରେ ଆଣିଥିବା ବରା ତରକାରୀକୁ ଖାଇ ଯାଇଥିଲି ବୋତଲ ବାଲ୍ଟିରେ ପାଣି ରଖିବା ପାଇଁ। ଦେଇଥିବା ପାଠ ମୁଁ ପୁରା ହଉ କି ନ ହଉ ବହି ପତ୍ର କିନ୍ତୁ ବନ୍ଦ ହେଲା। ବାବା ଆସିଲା ମାନେ ଖାଲି ଖେଳ ହେଲା। ସନ୍ଧ୍ୟା ବେଳକୁ ଆଜି ଭୋକ ନଥିଲା, ତଥାପି ଚୁଡା ଭଜା ଦେଖି ଖାଇବାକୁ ଟିକେ ମନ ହେଲା। ଦିନରେ ଆଜି ଆମ ସାଙ୍ଗରେ ଆଦି ବି ଖାଇଥିଲା ବସି ପଖାଳ। ଭଲ ଲାଗିଲେ ସବସ୍କ୍ରାଇବ ନିଶ୍ଚିନ୍ତ କରନ୍ତୁ। ଜୟ ଜଗନ୍ନାଥ।